କୁଲେସିକା ଅନ୍ୟାନ୍ୟ ସମାଜସେବୀ ଏବଂ ଗ୍ରାମ ପଞ୍ଚାୟତ ବିଧାୟକର ନିକଟବର୍ତ୍ତୀ ପଞ୍ଚାୟତର ସମାଜସେବୀ ଉପସ୍ଥିତ ଥିଲେ। ପ୍ରାରମ୍ଭିକ କାର୍ଯ୍ୟକ୍ରମ ଉକ୍ତ କାର୍ଯ୍ୟକ୍ରମ ଉପସ୍ଥିତ ଥିବା ଅତିଥି ଭଦ୍ରବ୍ୟକ୍ତି ସମାଜପ୍ରେମୀ ଯୁବକ ଯୁବତୀ ମାନ୍ୟଗଣ ଭଦ୍ର ବ୍ୟକ୍ତି ବିଶେଷ ପ୍ରଦୀପ ପ୍ରଜ୍ୱଳନ ଶୁଭ କାର୍ଯ୍ୟ ଆରମ୍ଭ କରାଯାଇଥିଲା ଏବଂ ପୂର୍ବତନ ସମାଜସେବୀ ଦେଶପ୍ରେମୀ ଆଦିବାସୀ ପ୍ରେମୀ ଯେଉଁମାନେ ଭଲ କାମ କରି ସମାଜରୁ ଆଗକୁ ଦାଡ଼ିକୁ ଆଣିଥିଲେ ସେମାନେ ଧରାପୃଷ୍ଠରେ ନାହାନ୍ତି। ସେହି ମହାପୁରୁଷ ମାନଙ୍କୁ ମନେ ପକାଇ 2 ମିନିଟ୍ ପ୍ରାର୍ଥନା କରାଯାଇଥିଲା। ମୁଖ୍ୟ କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଜାଟି ଗ୍ରାମ ପଞ୍ଚାୟତ କୁବିକୁଲମୀ ସଭାପତି ଶ୍ରୀଯୁକ୍ତ ସନାତନ ଉପସ୍ଥିତ ସମସ୍ତ ଭଦ୍ର ମଣ୍ଡଳୀ ସ୍ୱାଗତ ଜଣାଇ ଆଜିକାର କୁବିକୁଲମୀ ପ୍ରତିଷ୍ଠା ଦିବସ ଏବଂ ଶିକ୍ଷା ସଂସ୍କୃତି ସଚେତନ କାର୍ଯ୍ୟକ୍ରମ ଜୁନ୍ 10 ତାରିଖରେ ପାଳନର ଲକ୍ଷ୍ୟ ଆଉ ଉଦ୍ଦେଶ୍ୟ ଉପରେ ଭାଷଣ ଦେଇଥିଲେ। ତତ୍ପରେ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଜହନ ସିରକା ଉପସ୍ଥିତ ସମସ୍ତ ଭଦ୍ର ବ୍ୟକ୍ତି ବିଶେଷ ଧନ୍ୟବାଦ ଜଣାଇ ପୂର୍ବ ଅଧିବେଶନର ପ୍ରାରମ୍ଭ ପ୍ରାଞ୍ଜଳ ଭାବରେ ପଠନ କରି କୁବିକୁଲମୀ ଗଠନ ତାରିଖ ବା ମସିହା ଉପସ୍ଥାପନ କରିଥିଲେ ଏବଂ ମୁଖ୍ୟ ଅତିଥି ବିଙ୍ଗେ ସାନ୍ତା ସମାଜକୁ ସଚେତନ କରିବା ଶିକ୍ଷିତ ହେବା କାର୍ଯ୍ୟରେ ପହଞ୍ଚିବା ଏବଂ ଆମ ସମାଜକୁ ଆଗକୁ ନେବା ଆମ କର୍ତ୍ତବ୍ୟ। ଆମେ ଆମ ଚରିତ୍ର ଗଠନ କରିବା ଭବିଷ୍ୟତକୁ ଦେଖିବା ବୋଲି ଅଭିଭାଷଣ ରଖିଥିଲେ। ତତ୍ପରେ ମୁଖ୍ୟ ଅତିଥି ଦାମୋଦର ଜାନି କୁବିକୁଲମୀ କାହିଁକି କରାଯାଇଛି 2005 ଜୁନ୍ 10 ତାରିଖରେ କୁବିକୁଲମୀ ବିଜାଘାଟି ଗ୍ରାମ ପଞ୍ଚାୟତର ଗଠନ କରାଯାଇଥିଲା। କୋରାପୁଟ ଜିଲ୍ଲାରେ କୋଣ ଅନୁକୋଣରେ ପ୍ରଚେଷ୍ଟିତ କରାଗଲା। କୋରାପୁଟ ଜିଲ୍ଲାରେ 12 ପ୍ରକାର ଆଦିବାସୀ ଅଛନ୍ତି। 2024 ନିର୍ବାଚନ ପୂର୍ବରୁ ଟ୍ରାଇବାଲ ଆକ୍ଟରେ ଆଦିବାସୀ ଜମି ଅଣ ଆଦିବାସୀ କିଣି ପାରିବେ ବୋଲି ଓଡ଼ିଶା ସରକାର ସ୍ଥିର କରିଥିଲେ। ଆଦିବାସୀ ରାଲି କରିବା ଦ୍ୱାରା ତାହା ସ୍ଥଗିତ କରାଗଲା। ଭାରତ ହେଉଛି ଆମ ଧର୍ମ ନିରପେକ୍ଷ ରାଷ୍ଟ୍ର। ଶିକ୍ଷା ଚରିତ୍ର ଗଠନ କରିବା, ଦାରିଦ୍ର୍ୟ ଓ ଅନ୍ଧବିଶ୍ୱାସ ଦୂର କରିବା, କୁସଂସ୍କାର ପରିତ୍ୟାଗ କରିବା, ଇତିହାସ ସଂସ୍କୃତି ପରମ୍ପରା ଶିକ୍ଷା ଦେବା। ବିଜାଘାଟି କୁବିକୁଲମୀ ଏକତା ବହୁତ ସୁନ୍ଦର ଏକତା ଅନ୍ଧକାର ଦୂର ହେଉ ଏବଂ ପ୍ରଦୀପ ପ୍ରଜ୍ୱଳିତ ହେଉ ବୋଲି ପ୍ରାର୍ଥନା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ତତ୍ପରେ ମୁଖ୍ୟ ବକ୍ତା ନିଜ ପରିଚୟ ଅର୍ଥାତ୍ ସଂଯୁକ୍ତା ପାଙ୍ଗି ଗରିବ ଝିଅ ହୋଇ ମଧ୍ୟ ପାଠ ପଢ଼ିବା ପାଇଁ ହାର ମାନିଲେ ନାହିଁ। ଆମ ଝିଅମାନେ କିରାଣୀ ଚାକିରି ଅଙ୍ଗନବାଡ଼ି ଚାକିରି ପାଇଲେ ପାଠ ପଢ଼ା ଛାଡ଼ି ଦିଅନ୍ତି। ଏଜୁକେସନ ଇକୋନୋମିକ ଉପରେ ନିଜ ଲୋକଙ୍କୁ ଉନ୍ନତି କରିବାରେ ସାହାଯ୍ୟ କରିଥାଏ। ଆମେ ନିରୀହ ସତ ଆମ ପାଖରେ ଟ୍ୟାଲେଣ୍ଟ ଅଛି କହି ଲେଖିବା ନିଜ ଭାଷା ସଂସ୍କୃତି ଆଦିବାସୀ ପରମ୍ପରା ଆଦିବାସୀ ଭାଷାକୁ ବଜାୟ ରଖିବା। ଅନେକ ବର୍ଷ ପରେ ଆମ ପରମ୍ପରା ସଂସ୍କୃତି ଲୋପ ହୋଇଯିବ ଯଦି ଆମେ ଆମ ରୀତିନୀତି ପରମ୍ପରାକୁ ଛାଡ଼ିଦେବା। ଅନ୍ୟ ଲୋକମାନେ ଆମ ରୀତିନୀତି ପରମ୍ପରାକୁ କପି କରି ନିଜ ଆଦିବାସୀ ବୋଲି କହିବେ। ଆମ ସଂସ୍କୃତି ବଜାୟ ରଖିବା ଦ୍ୱାରା ଆମ କୌଣସି କ୍ଷତି ହେବ ନାହିଁ ବୋଲି ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ସମ୍ମାନିତ ଅତିଥି ବାଲକବତୀ କୁଲେସିକା ଶିକ୍ଷା ସଂସ୍କୃତି ପରମ୍ପରା ଆଦି ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ସେ ନିଜ କୁବି ଭାଷା ରୀତିନୀତିକୁ ମାନ୍ୟତା କରନ୍ତି ବୋଲି ବୁଝାଇଥିଲେ। ତତ୍ପରେ ବରିଷ୍ଠ ଶିକ୍ଷକ ଅନିଲ ସିରକା, ସନ୍ତୋଷ କୁମାର ସିରକା, ସମାଜସେବୀ ଚନ୍ଦ୍ର ସାନ୍ତା, ରୁଦ୍ର ସାନ୍ତା, ସ୍ଥାନୀୟ ସରପଞ୍ଚ ଦିলীପ ସିରକା, ଅବିନାଶ ଗମାଙ୍ଗ ଆଦି ସମସ୍ତେ ନିଜ ନିଜର ଅଭିଭାଷଣ ରଖିଥିଲେ। ତତ୍ପରେ ବିଜାଟି ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ପ୍ରତ୍ୟେକ ଗ୍ରାମରୁ ଆସିଥିବା ଯୁବପିଢ଼ି ସମାଜସେବୀ ସଂସ୍କୃତ ବଜାୟ ରଖିବା ପାଇଁ ନିଜ ନିଜର ବେଶ ପୋଷାକ ପରିଧାନ କରି ସଂସ୍କୃତ କାର୍ଯ୍ୟକ୍ରମ ତଥା ନାଚ ଗୀତ ଢେମସା ବୋଲି ମେଳି ଡୁଣ୍ଡୁଣି ଆଦି ମାଧ୍ୟମରେ ଲୋକଲୋଚନକୁ ଆଣିଥିଲେ ଏବଂ ତତ୍ପରେ ଯେଉଁମାନେ 10ମ ଓ ଦ୍ୱାଦଶ ଉତ୍ତୀର୍ଣ୍ଣ ହୋଇଛନ୍ତି ସେମାନଙ୍କ ଉତ୍ସାହ ଦେବା ନିମନ୍ତେ ପୁରସ୍କାର ବିତରଣ କରାଗଲା ଏବଂ ସେମାନେ ଯେମିତି ଆଗକୁ ପାଠ ପଢ଼ିବା ଉପରେ ଗୁରୁତ୍ୱ ଦେବେ ସେଥିପ୍ରତି ସେମାନଙ୍କୁ ଉତ୍ତମ ମାଧ୍ୟମ ଦେଇ ଗତି କରିବା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଶିକ୍ଷା ପ୍ରଦାନ କରାଯାଇଥିଲା। ଛାତ୍ରଛାତ୍ରୀମାନେ ଶିକ୍ଷିତ ହେବା ଦ୍ୱାରା ବିଭିନ୍ନ
বিভিন্ন ପୋଷାକରୁ ମୁକ୍ତ ହୋଇ ବିଭିନ୍ନ ଶୋଷଣରୁ ମୁକ୍ତ ହୋଇ ବଞ୍ଚିତ ହୋଇପାରିବେ ବୋଲି ଅନେକ ବିଷୟ ମାଧ୍ୟମରେ ବୁଝାଇ ଦିଆଯାଇଥିଲା। ଶେଷରେ ସଂଗଠିତ ସଭାପତି ଶ୍ରୀଯୁକ୍ତ ସନାଜାନୀ ନିଜର ମତ ବକ୍ତବ୍ୟ ରଖିବା ପରେ ସମସ୍ତ ଉପସ୍ଥିତ ଭଦ୍ରବ୍ୟକ୍ତି ସମାଜ ପ୍ରେମୀ ଅତିଥି ଗୁରୁମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା କାର୍ଯ୍ୟ ସମାପନ ଘୋଷଣା କରାଯାଇଥିଲା। ଏ ହେଉଛି ଗତ 2024 ମସିହାର ଆମର ବିବରଣୀ ସମୟ ଭାବରେ ଲେଖା ହେଇଛି। ଯାହା ହଉ ଲେଖିଥିବା ଯେ ଆମର ସନ୍ତୋଷ ବସନ୍ତ କୁମାର ଛିରିକା ତାଙ୍କୁ ଅଶେଷ ଧନ୍ୟବାଦ।